আছে ফার্স্ট গাই কে পূজা মাটি কে পূজা মা কে পূজা তো পানি কে পূজা সূরজ কে পূজা সবুকে নাই গছ কে পূজা তোমরা আরম্ভ করছো করছো কি নাই তোমার লোক মনে করছো আরম্ভ তোমরা কাটাবার আরম্ভ করছো আর কোটার মনে তোমরা কাই ফরক আছে রে ଆମେ ଶିଖିବା ଯେ ଈଶ୍ୱରଙ୍କ ବାକ୍ୟରୁ ଆମେ ପାଇପାରିବା ପ୍ରଥମ ପିତର 2:13 ଏବଂ ଏଇଠାରେ ଏହି ପ୍ରକାର ଲେଖା ହେଇଛି ପ୍ରଭୁଙ୍କ ସକାଶେ ସମସ୍ତ ମାନବୀୟ ବିଧାନର ବଶୀଭୂତ ହୁଅ। ପ୍ରଭୁ ଏ ଅଳ୍ପ ପଠିତ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଆମେ ଏଠି ଦେଖୁଛୁ ଯେ ଲେଖା ହେଇଛି ପ୍ରଭୁଙ୍କ ସକାଶେ ସମସ୍ତ ମାନବୀୟ ବିଧାନର ବଶୀଭୂତ ହୁଅ। ଆମେ ପ୍ରଭୁଙ୍କ ପାଇଁ ବୋଲି ଆମେ ଯେଉଁ ଯୀଶୁଙ୍କୁ ପାଇଛୁ ଯୀଶୁଙ୍କ ପାଇଁ ବୋଲି ଆଉ ମାନବର ବିଧାନ ଆମେ ସବୁ ଜିନିଷ ପାଳନ କରିବା ଦରକାର। ସେଥିପାଇଁ ମାନବୀୟ ଲୋକମାନେ ବିଭିନ୍ନ ପ୍ରକାର ଆମକୁ ବିଧାନ ଦିଅନ୍ତି କିନ୍ତୁ ଆମେ ଯେଉଁଟା ଆମେ ପାଳନ କରି ନ ପାରୁ ତାହାକୁ ଆମେ କ'ଣ କରିଥାଉ ଯେ ଆଉ ସେଇଟା ଆମେ ପାଳନ କରିବା ପାଇଁ ଯୋଗ୍ୟ ଆମର କିନ୍ତୁ ଆମେ ନ କରିବା ପାଇଁ ଆମେ କ'ଣ କରୁଛୁ ତାକୁ ଆମେ ପ୍ରତିବାଦ କରିଥାଉ ଯେ ସେଇଟା ନୁହେଁ। କିନ୍ତୁ ପ୍ରେରିତ ପାଉଲ ସେ ଆଜ୍ଞାକୁ ସେ ପାଳନ କରୁଥିଲେ। ପ୍ରେରିତ ପାଉଲ ଯେତେବେଳେ ମାନେ ଥିଲେ ସେମାନେ କ'ଣ ଯେ ଲୋକ ଯଦି ମୁଁ ଯେଉଁ ଜିନିଷ କରିବା ଦ୍ୱାରା ଲୋକମାନଙ୍କୁ ଯଦି ବାଧାର କାରଣ ହେଉଛି ଲୋକମାନେ ଯଦି ମୋ ଦ୍ୱାରା କଷ୍ଟ ପାଉଛନ୍ତି ତାହେଲେ ମୁଁ ସେଇଟା କରିବି। ସେଇ ବିଷୟରେ ଲେଖା ହେଇଛି ରୋମିଓ 14:21 ଲେଖା ହେଇଛି ଯେ ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟ ତୁମ ଭାଇର ବାଧା ଜନ୍ମେ ତା ନ କଲେ ଭଲ। ଏଇ ମାଂସ ଖାଇବା କିମ୍ବା ଦ୍ରାକ୍ଷାରସ ପାନ କରିବା এই দুইটা জিনিস করা ভিতরে যদি ভাইর যদি বিঘ্ন কারণ হুয়ে ভাই যদি কষ্ট পাচ্ছেন তাহলে মু কোণ ন কলে ভাল। সেপাই সে রোমিও মণ্ডলীকে লেখুচ্ছেন যে এই জিনিস যদি করা দ্বারা কষ্ট হচ্ছে তাহলে ন কলে ভাল। এবং প্রথম করন্তীয় 8:13 মধ্যে লেখা হয়েছি অতএব যদি খাদ্যদ্রব্য মোহর ভাইর বিঘ্নর কারণ হুয়ে তেবে মোহর ভাই যেপরি মোহর দ্বারা বিঘ্ন ন পায়ে এথিপাই মু কেবে হেলে মাংস ভোজন করবি ନାହିଁ। ସେ କହୁଛନ୍ତି ମୁଁ ଯଦି ମାଂସ ଖାଇବା ଦ୍ୱାରା ଭାଇ ଯଦି କଷ୍ଟ ପାଉଛନ୍ତି ତାହେଲେ ମୁଁ କେବେ ହେଲେ ମୁଁ ମାଂସ ଖାଇବି ନାହିଁ। ସେ ମାନେ ମାଂସ ଖାଇବା ବିଷୟ ମନା କରୁଛନ୍ତି କିନ୍ତୁ ଆମେ ବେଳେବେଳେ କ'ଣ କରୁଛୁ ଯେ ସେଇ ଆଜ୍ଞାକୁ ମାନେ ଆମେ କ'ଣ ଅଗ୍ରାହ୍ୟ କରିଥାଉ ଯେଉଁଟା ଆମେ ମାନେ ସକ୍ଷମ ହୋଇନଥାଉ କହିଥାଉ ଏଇଟା ପାଇଁ ସେଇଟା କରୁଛନ୍ତି ସେଇଟା ଆମେ ତାହାର ରେଫରେନ୍ସ ଦେବାକୁ ଆରମ୍ଭ କରିଥାଉ ଯେ ପ୍ରେରିତ 15 ପଦକୁ ଆମେ କାଢ଼ିକି କହିଥାଉ ଲୋକମାନଙ୍କୁ ଯେ ପ୍ରଭୁ କହିଛନ୍ତି ଯେ କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ ରକ୍ତ ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ ରହିବା ଏହି କେତୋଟି ଆବଶ୍ୟକ ବିଷୟ ଏଇଟା ଯେଉଁ ପ୍ରେରିତ ପାଉଲ କହୁଛନ୍ତି ସେଇ ଜିନିଷକୁ ଆମେ ଧାଇଁଥାଉ। କିନ୍ତୁ ଯୀଶୁ ଯେତେବେଳେ ଜଗତରେ ଥିଲେ ତାଙ୍କୁ ଯେଉଁ ବ୍ୟବସ୍ଥା ଦିଆଯାଉଥିଲା ମାନବୀୟ ବିଧାନର ବଶୀଭୂତ ସେ ହେଉଥିଲେ। ସେଥିପାଇଁ ଯେତେବେଳେ କର ଆଦାୟକାରୀ ମାନେ ଆସିଲେ ସେତେବେଳକୁ ମାନେ କହିଲେ ଯେ ତମେ ମାନେ ମାନେ ତୁମର ପ୍ରଭୁ କ'ଣ ମନ୍ଦିରରେ କର ଆଦାୟ ଦିଅନ୍ତି କି? ସେ ଯେତେବେଳେ ଶିଷ୍ୟମାନଙ୍କୁ ପ୍ରଶ୍ନ କରାଯାଉଛି ମାଥ୍ୟୁ 22:21 ଲେଖା ହେଇଛି ସେମାନେ କହିଲେ କାଇସରଙ୍କର ସେଥିରେ ସେମାନଙ୍କୁ କହିଲେ ତେବେ କାଇସରଙ୍କ ଯାହା ତାହା କାଇସରଙ୍କୁ ଦିଅ ପୁଣି ଈଶ୍ୱରଙ୍କ ଯାହା ତାହା ଈଶ୍ୱରଙ୍କୁ ଦିଅ। ଯୀଶୁଙ୍କୁ ସେମାନେ ପରୀକ୍ଷା କରିବା ପାଇଁ ଯେତେବେଳେ ଆସିଲେ ଯେ କର ମାନେ ଦେବା ପାଇଁ ଠିକ୍ ସେଥିପାଇଁ ଆଉ ଥରେ ସେମାନେ କହିଲେ ଯେ ଲେଖା ହେଇଛି ମାଥ୍ୟୁ 17:24 ଯେ ଏଥିମଧ୍ୟରେ ସେମାନେ କପରନାହମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ ତୁମମାନଙ୍କର ଗୁରୁ କ'ଣ ମନ୍ଦିରରେ କର ଦିଅନ୍ତି ନାହିଁ? ଆଉ ଆମେ ଦେଖୁଛୁ ଯେ ମାଥ୍ୟୁ 17:25 ସେ କହିଲେ ହଁ ଦିଅନ୍ତି। ଆଉ ତାପରେ ଆମେ ମାଥ୍ୟୁ 17:27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ ଏଥିପାଇଁ ସମୁଦ୍ରକୁ ଯାଇ ବଂଶୀ ପକାଅ ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ରା ପାଇବ ତାହା ଘେନି ମୋ ଓ ତୁମ ପାଇଁ ସେମାନଙ୍କୁ ଦିଅ। ଏଇଠାରେ ଦେଖୁଛୁ ଯେ କର ଆଦାୟକାରୀମାନଙ୍କ ପାଇଁ ଯୀଶୁଙ୍କ ପାଖରେ ପଇସା ନାହିଁ ତଥାପି ସେ ଜାଣୁଛନ୍ତି ହଜାର ସମୁଦ୍ରରେ ମାଛ ଅଛନ୍ତି ମାଛ ଭିତରେ ଆଉ ଗୋଟେ ତୁମେ ଯେଉଁ ବଇଁଶୀ ପକାଇବ ସେତେବେଳେ ଯେଉଁ ମାଛର ମାନେ ପାଟିରୁ ମାନେ ପ୍ରଥମେ ପଡ଼ିବ ସେ ମାଛ ପାଟିରେ ଗୋଟେ ଟଙ୍କାଟେ ଅଛି ସେ ରୂପରେ ଟଙ୍କା ଆଣିବ ଏବଂ ମୋ ପାଇଁ ଆଉ ତୁମ ପାଇଁ କର ଦେବ। ଯେହେତୁ ଯେ ବିଘ୍ନର କାରଣ ଲୋକମାନେ ଯେମିତି ଆମକୁ ବିଘ୍ନ ନ ପାଇବେ ସେଥିପାଇଁ ଆମେ ବେଳେବେଳେ ଖାଲି ଆମେ ନିଜ ପାଇବା ଆଶା ପାଇଁ ଆମେ ଧାଇଁଥାଉ କିନ୍ତୁ ଆମକୁ ଯଦି କରିବା ପାଇଁ ବ୍ୟବସ୍ଥା ଦିଆଯାଏ ତାହା ଆମେ ପାଳନ କରିନଥାଉ। ସେଥିପାଇଁ ପ୍ରଥମ ଜହନ 3:4
ଚାରି ଲେଖା ହେଇଛି ଯେ ପାପ କ'ଣ? ପାପ ହେଉଛି ବ୍ୟବସ୍ଥା ଲଙ୍ଘନ ହିଁ ପାପ। ଆଜି ଯଦି ପ୍ରତିବନ୍ଧକ ହେଉଛନ୍ତି ଈଶ୍ୱରଙ୍କ ବାକ୍ୟରେ ବୋଇଲେ ଈଶ୍ୱରଙ୍କ ବାକ୍ୟକୁ ମଧ୍ୟ ଆମେ କ'ଣ ଜଗତର ବାକ୍ୟ ମଧ୍ୟ ଆମେ ବେଳେବେଳେ ପାଳନ କରିନଥାଉ। ସେଥିପାଇଁ ଲେଖା ହେଇଛି ଯେ କେହି ପାପ କରେ, ପ୍ରଥମ ଜହନ 3:4 ଯେ କେହି ପାପ କରେ ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ। ଆମେ ଦେଖୁଛୁ ଯେ ବ୍ୟବସ୍ଥା ଯଦି ଆମକୁ ଯେଉଁଟା ମଧ୍ୟ ମାନେ ମାନବୀୟ ବିଧାନର ଅର୍ଥ କ'ଣ? ମାନବର ମଧ୍ୟ ବ୍ୟବସ୍ଥା ପାଳନ କରିବା ଦରକାର। ସେଥିପାଇଁ ଆମେ ଏଇଠି ଦେଖୁଛୁ ଯେ ମାନବ ବିଧାନ ଯେଉଁଟା ଆମକୁ କହୁଛନ୍ତି, ଆମେ ଯେ ତାଙ୍କର କହୁଛୁ ତାଙ୍କର ସେମାନେ ପାଳନ କରୁଛନ୍ତି, କିନ୍ତୁ ଆମେ ଯଦି ତାଙ୍କର ଯଦି ପାଳନ କରିବା ନାହିଁ ତାହେଲେ ସେମାନେ କହିବେ ଯେ ତାଙ୍କ କଥା ହିଁ ହେଉଛି, ଆମର କଥା କିଛି ହେଉନାହିଁ। ସେଥିପାଇଁ ଆମେ ପ୍ରତ୍ୟେକ ଜିନିଷ ଆମେ ସମୀକ୍ଷା କରିବା ଦରକାର ଯେ ଯେଉଁ ଜିନିଷ କରିବା ଦ୍ୱାରା ଈଶ୍ୱରଙ୍କ ନାମ ନିନ୍ଦିତ ହେଉଛି ତାହେଲେ ସେଇଟା ନ କଲେ ଭଲ। ଆଉ ଯେଉଁ ଜିନିଷ କରିବା ଦ୍ୱାରା ଈଶ୍ୱର ମାନେ ମାନେ କ'ଣ ପାଉଛନ୍ତି ଯେ ଈଶ୍ୱର ଗୌରବ ପାଉଛନ୍ତି, ତାହେଲେ ସେଇ ଜିନିଷ ଆମେ କରିବା ଦରକାର। ସେଥିପାଇଁ ଆମେ ଯେଉଁ ସତ୍ୟମୟ ଈଶ୍ୱରଙ୍କର ବାକ୍ୟ ଆମକୁ କହୁଅଛି ଯେ ତୁମେ ଯେପରି ବିଘ୍ନର କାରଣ ନ ହୁଅ, ଲୋକମାନେ ଯେମିତି ତୁମକୁ ଆଙ୍ଗୁଠି ନ ଉଠାଇବେ ସେଥିପାଇଁ ସେଇଟା କର। ସେଥିପାଇଁ ଯେଉଁମାନେ ଲୋକମାନେ ଯେତେବେଳେ ମାନେ ଗାଈର ବଂଶକୁ ମାନେ ପୁରା ନଷ୍ଟ କରିବା ପାଇଁ ମାରିବା ପାଇଁ ଯେତେବେଳେ ଇଏ କରୁଥିଲେ, ସେ ଜିସାଇ ଭାବବାଦୀକୁ ପ୍ରଭୁ କହିଲେ ଯେ ତୁମେ କ'ଣ କର, ଯେ ଜିସାଇ 66:3 ସେମାନଙ୍କୁ କହିଲେ ଯେ କ'ଣ କରେ, ଯେ ଗୋବଧ କରେ। ଜିସାଇ 66:3 ଆମେ ଏଇଟା ପଢ଼ିବା, ତାପରେ ଆମର ଆଜିର କାର୍ଯ୍ୟକ୍ରମକୁ ସମାପ୍ତ କରିବା। ସେଠି କହୁଛନ୍ତି ଜିସାଇ 66:3 ଯେ ଗୋବଧ କରେ, ଅର୍ଥାତ୍ ଯଦି ବୋଧ ନ କଲେ କିଏ କ'ଣ ମାଂସ ଖାଇବେ କି? ସେଥିପାଇଁ ସେଇଟା କହୁଛନ୍ତି। ସେ ଉତ୍ତମ ଭାବରେ ସେଇଟା ସେ ବାକ୍ୟ ଆମକୁ କହୁଛି। ଯଦି ଜିସାଇ ଭାବବାଦୀ କହିଲେ ଯେ ଗୋଟିଏ ନାରୀ ଯଦି ଗର୍ଭଧାରଣ କରି ପୁତ୍ର ସନ୍ତାନ ପ୍ରସବ କରିବ, ସେ ଯଦି ପୃଥିବୀର ଶାନ୍ତି ରାଜା ଏବଂ ହେବେ ବୋଲି ଯଦି ଆମେ ସେ କଥା ବିଶ୍ୱାସ କରିକି ଆଜି ସାରା ପୃଥିବୀରେ ଯଦି ତାହାଙ୍କୁ ଆମେ ସେବା ଆରାଧନା କରୁଛୁ, ସେଇ ଜିସାୟ ଶେଷ ଅଧ୍ୟାୟର 66:3 କହୁଛନ୍ତି ଯେ ଗୋବଧ କରେ ସେ ମନୁଷ୍ୟ ହତ୍ୟାକାରୀ ପରେ ହୁଏ, ଯେ ମେଷ ଶାବକ ବଳିଦାନ କରେ ସେ କୁକୁରର ବେକ କାଟି ପକାଇବା ଲୋକ ପରି ହୁଏ, ଯେ ନୈବେଦ୍ୟ ଉତ୍ସର୍ଗ କରେ ସେ ଶୁକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ, ସେ କୁନ୍ଦୁରୁ ଜଳାଏ ସେ ଦେବତାର ଧନ୍ୟବାଦ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ। ସେଥିପାଇଁ ଆମେ ଦେଖୁଛୁ ଯେ ଏଇଟା ପ୍ରଥମରେ 3 ପଦର ଆରମ୍ଭରେ କହୁଛନ୍ତି ଯେ ଗୋବଧ କରେ ସେ ମନୁଷ୍ୟ ହତ୍ୟାକାରୀ ପରେ ହୁଏ। ସେଥିପାଇଁ ଆମେ ଯେଉଁ ଜୀବନ୍ତ ବାକ୍ୟ ଶୁଣୁଛୁ ଏବଂ ସେଇଟାକୁ ଆମେ ଯେଉଁଟା ସକ୍ଷମ ଆମେ ପାଳନ କରୁଛୁ, କିନ୍ତୁ ଯେଉଁଟା ସକ୍ଷମ କିମ୍ବା ଆମେ କରୁନୁ, ନିଜର ସ୍ୱାର୍ଥ ଯେଉଁଠି ଅଛି, ତାହେଲେ ଆମେ ସେଇଟା ନ ପାଳନ କରିବା ପାଇଁ ଆମେ କହୁଛୁ କ'ଣ କହୁଛୁ, ନାଇଁ ଈଶ୍ୱରଙ୍କ ବାକ୍ୟ ଆମକୁ କହିଛି ଯେ ଗୋମାଂସ ଖାଇବା ପାଇଁ। ଏଇଟା ମୁଁ ଆଜ ଦିନରେ ଆପଣମାନଙ୍କ ସମ୍ମୁଖରେ କହୁଛି ସେଇ ଜିନିଷ ନୁହେଁ, କିନ୍ତୁ ପ୍ରେରିତ ପାଉଲ ନିଜେ କହିଲେ ଯେ ନୂତନ ନିୟମରେ ପୁରାତନ ନିୟମରେ ଆଉ ମାନେ ଆମେ ଦେଖୁଛୁ ଯେ ପୁରାତନ ନିୟମରେ ମାନେ ଖାଉଥିଲେ, ସେଟା ମନା ନୁହେଁ, କିନ୍ତୁ ନୂତନ ନିୟମରେ ସେ ପୁରାତନ ନିୟମରେ ହିଁ ଜିସାଇ ଭାବବାଦୀ 66:3 କହିଲେ ଯେ ଗୋବଧ କରେ ସେ ନର ହତ୍ୟାକାରୀ ପରି ହୁଏ। କିନ୍ତୁ ତାପରେ ଆମେ ଦେଖୁଛୁ ଯେ କରନ୍ତି ମଣ୍ଡଳୀକୁ ଏବଂ ପ୍ରେରିତ ପାଉଲ ଲେଖୁଛନ୍ତି ବା କହୁଛୁ ପ୍ରଥମ କରନ୍ତି 8:13 ଦେଖିଲୁ ଯେ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ ଏବେ ହେଲେ ମାଂସ ଖାଇବି ନାହିଁ। ସେଥିପାଇଁ ଆମେ ବେଳେବେଳେ ଆମକୁ ଆମର ଜିଦକୁ ଅଟଳ ରଖିବା ପାଇଁ ଆଉ ଦର୍ଶନ ବିଷୟ ନେଇକି କହିଥାଉ ଯେ ନାଇଁ, ଯେତେବେଳେ ଯେ ଦର୍ଶନ ଦେଲା ବେଳକୁ କହିଥିଲେ ତୁମେ ସେଟା ଏଇ ଜିନିଷ ସେଇ ଜିନିଷ କୁହ ନାହିଁ, ସବୁ ଜିନିଷକୁ ତୁମେ ଖାଅ ବୋଲି କହିଲେ ବୋଲି କହିକି ଯେଉଁଟା ଦେଲେ ପରମେଶ୍ୱର ସେଇ କଥାକୁ ଲୋକମାନେ ଆଣିକି କହିଥାନ୍ତି। କିନ୍ତୁ ସେଇଟା ଦର୍ଶନ ହେଉଛି ବାକ୍ୟ ବା ବାକ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଦ୍ଦେଶ୍ୟରେ ସେ ଦର୍ଶନ ଥିଲା। କିନ୍ତୁ ଏଇଠି ରୋକଠୋକ ଆମକୁ କହୁଛନ୍ତି ଈଶ୍ୱରଙ୍କ ବାକ୍ୟ ଯେ ତୁମର ଯଦି କରିବା ଦ୍ୱାରା, ତୁମେ ଯେଉଁ ଜିନିଷ କରିବା ଦ୍ୱାରା ଈଶ୍ୱରଙ୍କର ବାକ୍ୟ ବାଧାର ପ୍ରାପ୍ତ ହେଉଛି ବା ଲୋକମାନେ ଯଦି ଆଙ୍ଗୁଠି ଉଠାଉଛନ୍ତି, ତାହେଲେ ସେଇଟା ନ କଲେ ଭଲ। ସେଥିପାଇଁ ଆଜ ଦିନଠାରୁ ଆମେ ଶିଖିବାକୁ ପଡ଼ିବ ଯେ ଲୋକଙ୍କୁ ମଧ୍ୟ ମାନବୀୟ ବିଧାନରୁ ମଧ୍ୟ ଆମେ କିଛି ଶିଖିବା, ତାହେଲେ ଠିକ୍ ସମୟରେ ଆମେ ଈଶ୍ୱରଙ୍କ ରାଜ୍ୟ ପାଇଁ ଅଧିକାରୀ ହୋଇପାରିବା। ମାନବୀୟ ବିଧାନ କେତୋଟି ଜିନିଷ ବା ପ୍ରତ୍ୟେକ ଜିନିଷ ବାଇବଲରେ ଆସିଅଛି। ମାନବୀୟ ବିଧାନ ଆପଣମାନେ ଭାବନ୍ତୁ ନାହିଁ ଯେ ଅନ୍ୟ ଠାରୁ ମାନବୀୟ ବିଧାନ ଆସିବ ବୋଲିକି, କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଅଛି। ଏବେ ଆମେ ଯଦି ଭତ୍ତା ଯଦି ପାଉଛନ୍ତି ମା ମାନେ, ଭତ୍ତା ପ୍ରଥମ ତିମୋଥୀ 5:9 ସେଇ ଭତ୍ତା ବିଷୟ ଲେଖା ହେଇଛି। ମୁଁ ଏଇ ବାକ୍ୟଟେ ପଢ଼ିଲା ପରେ ଆଜିର କାର୍ଯ୍ୟକ୍ରମକୁ ମୁଁ ସମାପ୍ତ କରିବାକୁ ଯାଉଛି। ଯେ ଦେଖୁଛୁ ଯେ ପ୍ରଥମ ତିମୋଥୀ 5:9 ଲେଖା ହେଇଛି। 5:9 ଦେଖୁଛୁ, ଯେଉଁ ବିଧବାର ବୟସ 60 ବର୍ଷରୁ ଉଣା ନୁହେଁ,
ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତି ପ୍ରାପ୍ତ, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥି ସତ୍କାର, ସାଧୁମାନଙ୍କ ପାଦ ପ୍ରକ୍ଷାଳନ, ଦୁଃଖୀର ଦୁଃଖ ମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ। ଏଇଠି ଆମେ ଦେଖୁଛୁ ଯେ 60 ବର୍ଷ ବିଷୟ ମଧ୍ୟ ଏଠି ଲେଖା ହେଇଛି। ପ୍ରତ୍ୟେକ ଜିନିଷ ଆରମ୍ଭରୁ ପୁରାତନ ନିୟମ ଏବଂ ନୂତନ ନିୟମ ସବୁ ଷ୍ଟଡି କଲେ ଆମେ ମାନବୀୟ ବିଧାନ ଆଉ ପୃଥିବୀରେ ଯେଉଁ ବିଧାନ ଯାକ ଚାଲିଛି ସେହି ସମସ୍ତ ବିଷୟ ଆମେ ପାଇପାରିବା। ସେ ତେଣୁ ଈଶ୍ୱରଙ୍କ ବାକ୍ୟରେ ଯେଉଁ ବିଷୟ ଲିଖିତ ଅଛି ସେଇଟା ହିଁ ଲୋକମାନେ ମାନବୀୟ ବିଧାନ ବନେଇକି ଆଜି ପୃଥିବୀରେ ସେଇଟା ବ୍ୟବହାର କରୁଛନ୍ତି। ସେଥିପାଇଁ ଆମେ ଯେଉଁ ଜୀବନ୍ତ ବାକ୍ୟ ଶୁଣୁଛୁ ତାହାକୁ ଧରି ଚାଲିବା, ତାହେଲେ ଠିକ୍ ସମୟରେ ପ୍ରଭୁ ଆମକୁ ପ୍ରତ୍ୟେକ ସମୟରେ ଆମକୁ ଆଶୀର୍ବାଦ କରିବେ। ଏ ଅଳ୍ପ ଶିକ୍ଷା ଉପରେ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଆମେନ୍।